ପୁରୁଷର ଚାରି ବଡ଼ ଶତ୍ରୁ ଏହି ଚାରିଜଣ। ଏମାନଙ୍କ ଦ୍ୱାରା ବିପଦ ନିଶ୍ଚିତ ଆସିବ। କରଜ କରିଥିବା ପିତା, ଚରିତ୍ରହୀନା ମା, ସୁନ୍ଦରୀ ପତିତା ସ୍ତ୍ରୀ, ମୂର୍ଖ ଦୁଷ୍ଟ ପୁତ୍ର। ଜାଗ୍ରତ ଥିବା ଯାଏ ଭୟ ଆସେ ନାହିଁ। କ୍ରୋଧୀ ଲୋକଠାରେ ନ୍ୟାୟ ନଥାଏ। ଉଦ୍ଯୋଗ କଲେ ଦାରିଦ୍ର୍ୟ ରହେ ନାହିଁ। ଜପ କଲେ ପାପ ରହେ ନାହିଁ। ମୌନ ହେଲେ କଳହ ହୁଏ ନାହିଁ। ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ଜଣାପଡ଼ିଥାଏ। ନଦୀ, ନାରୀ, ଶସ୍ତ୍ରଧାରୀ, ନଖ ଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ। ସନ୍ତାନକୁ 5 ବର୍ଷ ଯାଏ ଲାଳନ ପାଳନ କରିବ, 10 ବର୍ଷ ଯାଏ ଆକଟରେ ରଖିବ, 16 ବର୍ଷ ହେବା ପରେ ପୁଅକୁ ମିତ୍ର ପରି ଜ୍ଞାନ କରିବ। ସବୁ ପାହାଡ଼ ଭିତରେ ମଣି ନଥାଇପାରେ। ସବୁ ହାତୀଙ୍କ ମସ୍ତକରେ ମୁକ୍ତା ମିଳେ ନାହିଁ। ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତି ନାହିଁ। ସବୁ ଗଛ ଚନ୍ଦନ ଗଛ ନୁହନ୍ତି। 2 ଜଣ ଏକା ସାଥିରେ ପଡ଼ିବା ଦୁହିଁଙ୍କ ପାଇଁ ହିତ। ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଆସେ। ଅତିଥି ଭଗବାନ ସଦୃଶ। ଯେଉଁ ଘରୁ ଅତିଥି ଅସନ୍ତୁଷ୍ଟ ହୋଇ ଆପ୍ୟାୟିତ ନ ହୋଇ ଫେରିଯାଆନ୍ତି, ସେ ଘର ନଷ୍ଟ ହୋଇଯାଏ। ଯାହା ପାଖରେ ଜ୍ଞାନ ଥାଏ ସେ ସଦା ସୁଖୀ। ସଂସାର ଯାକର ଦୁଃଖ ଜ୍ଞାନ ପାଖରେ ହାର ମାନିଥାଏ। ସ୍ୱର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ। ଏଇଠି ସ୍ୱର୍ଗ, ଏଇଠି ନର୍କ। ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ। ମନ୍ଦ କର୍ମ ପାଇଁ ନର୍କ ଯନ୍ତ୍ରଣା ରହିଥାଏ। ଉତ୍ତମ ଶିକ୍ଷା ସନ୍ତାନକୁ ଉଚିତ ମାର୍ଗ ପ୍ରଦର୍ଶନ କରିଥାଏ।